ସାର୍ ଗତ 2 ଦିନ ତଳେ ହୋଇଥିବା ହତ୍ୟାକାଣ୍ଡ ବିଷୟରେ କ'ଣ କହିବେ? କାହିଁକି ହେଲା ଆଉ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି? ଗତ 2 ଦିନ ତଳେ ଗୋଟିଏ ରାଇବନ୍ଧର ଗୋଟିଏ କେସ୍ ହୋଇଥିଲା, ମର୍ଡର କେସ୍ ହୋଇଥିଲା। ତାଙ୍କର ଅଭିଯୁକ୍ତକାରିଣୀ ହେଉଛନ୍ତି ସାବିତ୍ରୀ ସ୍ୱାଇଁ। ଆସି ଅଭିଯୋଗ କରିଥିଲେ ଯେ ମୋ ସ୍ୱାମୀ ଡମ୍ବରୁ ସ୍ୱାଇଁଙ୍କୁ ଜଣେ କେହି ଦୁର୍ବୃତ୍ତ ମୋ ଗଡ଼ିଆ ଗାଧୋଇ ଯାଇଥିଲା ସମୟରେ ଆସିକି କିଏ ହାଣି ଦେଇଛନ୍ତି ବୋଲିକି ଏ ଅଭିଯୋଗ ଆସିଥିଲା। ଆମେ ଏଇଟା ବରଗଡ଼ ଥାନାରେ ପିଏସ୍ କେସ୍ ନମ୍ବର 38/25 ଏ ମର୍ଡର କେସ୍ ଗୋଟେ ରେଜିଷ୍ଟ୍ରି କରିଥିଲୁ। ହତ୍ୟାରେ କ'ଣ କେଉଁ ଜିନିଷ ବ୍ୟବହାର ହେଇଥିଲା କିଛି ତାର ମିଳିଛି ସାର୍? ହଁ, ହତ୍ୟାରେ ଗୋଟେ ଦାଢ଼ୁଆ କାତି ଗୋଟେ ବ୍ୟବହୃତ ହୋଇଥିଲା, ସେ ଜିନିଷ ବି ଆମେ ମିଳିଛି ଆମକୁ। ହତ୍ୟାର ଉଦ୍ଦେଶ୍ୟ କ'ଣ ଥିଲା? ହତ୍ୟାର ଉଦ୍ଦେଶ୍ୟ ଥିଲା ଏଇଟା ଗୋଟେ ପ୍ରେମଜନିତ ସମସ୍ୟା। ଡମ୍ବରୁ ସ୍ୱାଇଁର ଝିଅ ପ୍ରିୟଙ୍କା ସ୍ୱାଇଁକି ବାଇନାଥ ଦୀର୍ଘ 5-6 ବର୍ଷ ହେଲା ଭଲ ପାଉଥିଲା ଏବଂ ଭଲ ପାଇବା ଭିତରେ ତାଙ୍କର ସମ୍ପର୍କ ଥିଲା ଏବଂ ଉଭୟଙ୍କୁ ବିବାହ କରିବେ ବୋଲି କହୁଥିଲେ। ଆଉ ତାଙ୍କର ବାପା ମା ମନା କରୁଥିଲେ ଯେ ନାଇଁ ଆମେ ବାଇନାଥକୁ ବିବାହ କରେଇଦେବୁନି, ଯେହେତୁ ତାଙ୍କ ଭଲ ସେ ଗରିବ ଲୋକ, ତାଙ୍କୁ ବିବାହ କରିବେ ମନା କରିଦେଲେ ଏବଂ ପ୍ରସ୍ତାବ ବି ମଧ୍ୟ ପଡ଼ିଥିଲା। ତା ମା ଯାଇଥିଲା, ପାଟିମୁଣ୍ଡ ହେଲା। ଇଏରେ ଗୋଟିଏ କେସ୍ ବି ହୋଇଥିଲା ତାଙ୍କ ବରଗଡ଼ ଥାନାରେ ଦୀର୍ଘ 5-6 ବର୍ଷ ତଳେ। ଏବଂ ଏଇ ଯେଉଁ ସମସ୍ୟା ପରେ ସେମାନେ ସୁରତ ପଳାଇଥିଲା, ବାଇନାଥ ପଳାଇଥିଲା ଏବଂ ସେଠୁ ମଧ୍ୟ ଫୋନ୍ ଫାନରେ ସେ ଝିଅ ସହିତ କଥା ହୁଏ। କଥା ହେଲା ପରେ ତା ବାପା ଯେତେବେଳେ ଜାଣିବାକୁ ପାଇଲା, ଯେତେବେଳେ ତାଙ୍କର ମୃତ୍ୟୁ ହେଲାର 20 ଦିନ 25 ଦିନ ଭିତରେ ତାଙ୍କର ବାପା ସୁରତର ତାଙ୍କର ଦାଦା ନା କିଏ ଅଛନ୍ତି ସେମାନଙ୍କୁ ପଠେଇକି ତାଙ୍କୁ ମାଡ଼ ମାରିଥିଲା। ସେ ବାଇନାଥକୁ ମାଡ଼ ଫାଡ଼ ମାରିଲା ଏବଂ ତା ମୋବାଇଲ ମଧ୍ୟ ଭାଙ୍ଗି ଦେଇଥିଲେ। ଏବଂ ସେହି ରାଗରେ ସେ ପ୍ରତିଶୋଧ ନେବା ପାଇଁ ସିଏ ଏଇ 10 ଦିନ ତଳେ ଆସିକିରି ଭୁବନେଶ୍ୱରରେ 5 ଦିନ କାଳ ରହିଲା ଏବଂ ବରଗଡ଼ ଥାନା ଏରିଆରେ ଆଉ 5 ଦିନ କେଉଁଠି ସ୍କୁଲ ଘରେ, କେଉଁଠି ତା ସାଙ୍ଗସାଥି ଘରେ ରହି ଏବଂ ଯୋଜନା କଲା ଯେ କେମିତି ତାକୁ ମାରିବି ବୋଲିକିରି। ଏଥିରେ କେତେ ଜଣଙ୍କୁ ଆରେଷ୍ଟ କରାଯାଇଛି? ଏଥିରେ 5 ଜଣ ଯାକ ପୁରା ଆରେଷ୍ଟ ହେଇଛନ୍ତି। ଆଉ ଆରେଷ୍ଟ ହେବା ପାଇଁ କି ବାକି ନାଇଁ, ଆଉ କେହି ନାହାନ୍ତି। ଯେଉଁମାନଙ୍କୁ ଆରେଷ୍ଟ କରାଯାଇଛି ପୂର୍ବରୁ ତାଙ୍କ ନାମରେ କିଛି ଅପରାଧିକ ମାମଲା? ନାଇଁ, ତାଙ୍କମାନଙ୍କ କୌଣସି ଅପରାଧିକ ମାମଲା ନାହିଁ।